ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଖୋର୍ଦ୍ଧା ଜିଲ୍ଲା ଜୟୀରାଜଗୁରୁ ଭବନ ପରିସରରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଅମୃତି ଋତୁରାଜଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ମଣିଷ ଆଗକୁ ଚାଲିବାକୁ ହେଲେ ଇତିହାସର ଆବଶ୍ୟକତା ଅଛି ବୋଲି କହିଥିଲେ। ଇତିହାସକୁ ଚିହ୍ନିଲେ ନିଜର ଶକ୍ତିକୁ ପରିସ୍ଫୁଟନ କଲେ ଆମେ ଆଗକୁ ବଢ଼ି ନିଜର ସମାଜ ରାଜ୍ୟ ଓ ରାଷ୍ଟ୍ରର ଉନ୍ନତି ସାଧିତ କରିପାରିବା ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ଇତିହାସ ବାବଦରେ ଜାଣିବାକୁ ଥରେ ଚେଷ୍ଟା କରିବା। ମୁଁ ଏଇଥିପାଇଁ ତାର କାରଣ ଅଛି। ମୁଁ ଯଦି ଇତିହାସକୁ ଚିହ୍ନିବି, ଇତିହାସକୁ ଜାଣିବି, ଇତିହାସରେ ବିଭିନ୍ନ ମହାପୁରୁଷଙ୍କ ବାବଦରେ ଜାଣିବି। ମୁଁ ଏବେ ଗୋଟିଏ କଥା ଶୁଣିଲି ଯେ ମହେନ୍ଦ୍ରଗିରି ପିଲାମାନେ କୁଆଡ଼େ ଯାଇଛି। ମହେନ୍ଦ୍ରଗିରିର ସୌନ୍ଦର୍ଯ୍ୟକରଣ ତାର ଉନ୍ନତିକରଣର କାମ ଏବେ ମୋ ବିଭାଗ ତରଫରୁ ମୁଁ ନେଇଛି। ଓଡ଼ିଶାର ଯେତେ ପ୍ରମୁଖ ତୀର୍ଥକ୍ଷେତ୍ର ଆମର ଯୋଉ ପୁରୁଣା ମନ୍ଦିର ଯୋଉଠି ଅଛି, ଯୋଉ ମନ୍ଦିର ସାଙ୍ଗରେ ଆମର ଗୋଟେ ଇତିହାସ ଯୋଡ଼ି ହେଇକି ଅଛି, ଆମେ ସେଇଭଳିଆ ପାଖାପାଖି 160ଟି ମନ୍ଦିର ଏବଂ ବିଭିନ୍ନ ମନୁମେଣ୍ଟକୁ ହାତକୁ ନେଇଛୁ। ତାକୁ ପୁନରୁଦ୍ଧାର କରିବା, ତାର ସୌନ୍ଦର୍ଯ୍ୟକରଣ କରିବା ଏବଂ ତା ପାରିପାର୍ଶ୍ୱିକ ଉନ୍ନତିକରଣ କରିବା ପାଇଁ ମହେନ୍ଦ୍ରଗିରି ବି ତା ଭିତରୁ ଗୋଟେ। ଥରେ ବିଭିନ୍ନ ଜାଗାରେ ଯେତେବେଳେ ତାର ଉନ୍ନତିକରଣ କରାଯିବ, ସେଠିକି ଗଲେ ସମସ୍ତେ ପିଲାମାନେ ଯିବେ, ବୁଲିକି ଆସିବେ, ଓଡ଼ିଶାର ଇତିହାସ ବାବଦରେ ଜାଣିବାକୁ ସୁଯୋଗ ମିଳିବ। ଆଇଆଇଟି ଭୁବନେଶ୍ୱର ପରିସରରେ ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନଦଣ୍ଡ ଏବଂ ପରାମର୍ଶ ଦେବା ପାଇଁ ଜାତୀୟ ମିଶନର କ୍ଷମତା ବିକାଶ ଉପରେ ଏକ 2 ଦିନିଆ ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଯୋଗଦେଇ ଦେଶର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏହି ସମାବେଶ ଭାରତର ଶିକ୍ଷା ଇକୋସିଷ୍ଟମର ଶକ୍ତି ଓ ବିବିଧତାକୁ ପ୍ରତିଫଳିତ କରେ। ଓଡ଼ିଶା ପୋଲିସର 91ତମ ପ୍ରତିଷ୍ଠା ଦିବସ ସହର ଉପକଣ୍ଠ ତରତୁଆସ୍ଥିତ ରିଜର୍ଭ ପଡ଼ିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ରହିଲେ ଜନତାଙ୍କ ହୃଦୟ ଜିଣିପାରିବ ବୋଲି କହିଥିଲେ। ପୁଲିସ ସେବାରେ ଉଲ୍ଲେଖନୀୟ ଅବଦାନ ଲାଗି ଶିଳ୍ପାଞ୍ଚଳ ଥାନାର ଏସ୍ଆଇ ସ୍ୱାଗତିକା ଦାସ, ଟାଙ୍ଗୀ ଥାନାର ଏଏସ୍ଆଇ ତପନ କୁମାର ପ୍ରଧାନ, ଏପିଆର୍ ହାବିଲଦାର ଉମେଶ ପଟ୍ଟନାୟକ, କନେଷ୍ଟବଳ ଶରୀଫ ଖାନ, ସୁଧୀର ବଳିୟାର ସିଂ ପ୍ରମୁଖଙ୍କୁ ସେ ପୁରସ୍କୃତ କରିଥିଲେ। ସ୍ଥାନୀୟ ୱାଟକୋ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ସହରରେ ଥିବା ସମସ୍ତ ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 1 ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଖୋର୍ଦ୍ଧାବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଖୋର୍ଦ୍ଧା ପୌର ପରିଷଦର 22ଟି ୱାର୍ଡର 60,200 ଜନସଂଖ୍ୟା ତଥା 8,947 ଘରକୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ। सरकारी कर्मचारी अछंती पाखापाखी 100 जन खुर्दा म्युनिसिपालिटी रे सत कथा 100 जन सरकारी कर्मचारी भी आराम रे बसिके तांकर कार्य संपादन करबे। एटा बहुत बड़ कार्य मुख्यमंत्री शहरी विकास योजना अंतर्गत ये 6 कोटी टंका आसीछि और काम आरंभ होबो। जिला हालचाल आज ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।